ଓଡ଼ିଆ ଭାଷାରେ ଦ୍ରାବିଡ଼ ଭାଷାର ପ୍ରଭାବ। ଭାରତରେ ପ୍ରଚଳିତ ଭାଷାଗୋଷ୍ଠୀ ମଧ୍ୟରେ ଦ୍ରାବିଡ଼ ଭାଷାର ପ୍ରାଚୀନତାକୁ ସ୍ୱୀକାର କରାଯାଇଛି। ଭାରତରେ ଭାଷାଗୋଷ୍ଠୀ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ଭାଷା ହେଉଛି ଦ୍ରାବିଡ଼ ଭାଷା। ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ ହେଉଛନ୍ତି ଦ୍ରାବିଡ଼ ଭାଷାଗୋଷ୍ଠୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆର୍ଯ୍ୟମାନେ ଭାରତବର୍ଷକୁ ଆଗମନ କରିବାର ବହୁ ପୂର୍ବରୁ ଏ ଦେଶରେ ଦ୍ରାବିଡ଼ ସଂସ୍କୃତି ଭାଷାର ବିକାଶ ଘଟିଥିଲା। ଆର୍ଯ୍ୟମାନେ ଭାରତବର୍ଷକୁ ଆଗମନ କରି ଅବସ୍ଥାନ କଲେ ଏବଂ ଦ୍ରାବିଡ଼ମାନଙ୍କୁ ଦକ୍ଷିଣ ଭାରତକୁ ବିତାଡ଼ିତ କରିଦେଇଥିଲେ। ଫଳରେ ଦକ୍ଷିଣ ଭାରତର ମୁଖ୍ୟତଃ ଦ୍ରାବିଡ଼ ସଂସ୍କୃତି ଓ ଭାଷାର ପ୍ରଧାନ କ୍ଷେତ୍ର ରୂପେ ପରିଗଣିତ ହୋଇଥିଲା। ଦ୍ରାବିଡ଼ ପରିବାରର ଚାରିଗୋଟି ପ୍ରମୁଖ ଭାଷା ହେଉଛି ତାମିଲ, ତେଲୁଗୁ, କନ୍ନଡ଼ି, ମାଲାୟାଲମ। ତାମିଲ ଭାଷା ଏହା ହେଉଛି ଦ୍ରାବିଡ଼ ପରିବାରର ସର୍ବପୁରାତନ ଭାଷା, କାରଣ ଏହି ଭାଷାର ସଙ୍ଗମ ସାହିତ୍ୟ ଖ୍ରୀଷ୍ଟପୂର୍ବ ଶତାବ୍ଦୀରୁ ବିକଶିତ ହୋଇଥିଲା। ତେବେ ଉତ୍ତର ଲଙ୍କା ଭାରତର ତାମିଲନାଡୁରୁ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ହେଉଛି ଏହାର ଭାଷା କ୍ଷେତ୍ର। ତେଲୁଗୁ ଭାଷା ଏହା ହେଉଛି ଦ୍ରାବିଡ଼ ପରିବାରର ଦ୍ୱିତୀୟ ବୃହତ୍ତମ ଭାଷା। ଆନ୍ଧ୍ରପ୍ରଦେଶ ହେଉଛି ଏହାର ପ୍ରଧାନ ଭାଷା କ୍ଷେତ୍ର। ଏହା ବ୍ୟତୀତ ଓଡ଼ିଶା, ତାମିଲନାଡୁ, ବିହାର, କର୍ଣ୍ଣାଟକ ଓ କେରଳ ପ୍ରଭୃତି ରାଜ୍ୟରେ ତେଲୁଗୁ ଭାଷାଭାଷୀ ବାସ କରନ୍ତି। କାନ୍ନଡ଼ି ଏହାର ପ୍ରଧାନ ଭାଷା କ୍ଷେତ୍ର କର୍ଣ୍ଣାଟକ। ଏହା ବ୍ୟତୀତ ତାମିଲନାଡୁ, ମହାରାଷ୍ଟ୍ର ପ୍ରଭୃତି ଅଞ୍ଚଳରେ ଏହି ଭାଷାଭାଷୀ ବାସ କରନ୍ତି। ମାଲାୟାଲମ ଯହିଁରେ ରହିଛି ମାଳୟ ଅର୍ଥାତ୍ ପାର୍ବତ୍ୟ ଏବଂ ଆଳମ ଅର୍ଥାତ୍ ଅଞ୍ଚଳ, ସୁତରାଂ ଏହା ପ୍ରଥମେ ପାର୍ବତ୍ୟ ଅଞ୍ଚଳରେ ଭାଷା ଥିଲା। ଅଧୁନା ଏହି ଭାଷାର କ୍ଷେତ୍ର ହେଉଛି କେରଳ। ଏହା ତାମିଲ ଭାଷାର ଏକ ଶାଖା ଅଟେ। ଭାଷା ବିଜ୍ଞାନୀମାନେ ନିର୍ଣ୍ଣୟ କରିଛନ୍ତି ଯେ ଦ୍ରାବିଡ଼ ଭାଷାର ବହୁ ଶବ୍ଦ ସଂସ୍କୃତ ଭାଷାରେ ଅନୁପ୍ରବେଶ କରିଛି। ଓଡ଼ିଆ ଭାଷାର ଉତ୍ସ ହେଉଛି ସଂସ୍କୃତ, ଅର୍ଥାତ୍ ସଂସ୍କୃତ ଭାଷାରୁ ଓଡ଼ିଆ ଭାଷାର ଉତ୍ପତ୍ତି ଘଟିଛି। ସୁତରାଂ ସଂସ୍କୃତ ଭାଷା ମଧ୍ୟ ଦେଇ ବହୁ ଦ୍ରାବିଡ଼ ଶବ୍ଦ ଓଡ଼ିଆ ଭାଷାରେ ପ୍ରବେଶ କରିବା ସର୍ବଦୌ ସ୍ୱୀକୃତ। ଦ୍ୱିତୀୟତଃ ଚୋଡ଼ଗଙ୍ଗ ଦେବଙ୍କ ଠାରୁ ଆରମ୍ଭ କରି ଗଙ୍ଗବଂଶୀୟ ରାଜାଙ୍କ ପର୍ଯ୍ୟନ୍ତ ଦାକ୍ଷିଣାତ୍ୟର ରାଜନ୍ୟ ଗୋଷ୍ଠୀ କଳିଙ୍ଗକୁ ପ୍ରାୟ ଶହ ଶହ ବର୍ଷ ଧରି ରାଜତ୍ୱ କରିଛନ୍ତି। ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଅନେକ ତେଲୁଗୁ ଶିଳାଲେଖ ଖୋଦନ କରାଯାଇଥିଲା। ଏପରିକି ଚତୁର୍ଥ ନରସିଂହ ଦେବଙ୍କର ଭୁବନେଶ୍ୱରର ଦ୍ୱୈଭାଷିକ ଶିଳାଲେଖ ଖ୍ରୀଷ୍ଟାବ୍ଦ 1249ରେ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାର ନିଦର୍ଶନ ଦେଖିବାକୁ ମିଳେ। ତୃତୀୟତଃ ଓଡ଼ିଶାର ପୁରୁଷୋତ୍ତମ କ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥଙ୍କ ପାଇଁ ଭାରତ ପ୍ରସିଦ୍ଧ। ଅତୀତରେ ଦାକ୍ଷିଣାତ୍ୟର ବହୁ ଧର୍ମ ପ୍ରଚାରକ ସନ୍ଥ ଶ୍ରୀକ୍ଷେତ୍ରକୁ ଆଗମନ କରିଛନ୍ତି। ସେମାନଙ୍କର ରହଣି କାଳରେ ପୁରୀ ପଣ୍ଡିତମାନଙ୍କ ସହିତ ସେମାନଙ୍କର ଭାବର ଆଦାନ ପ୍ରଦାନ ସମୟରେ କେତେକ ଦ୍ରାବିଡ଼ ଶବ୍ଦ ଓଡ଼ିଆ ଭାଷାକୁ ଆସିଥିବା ପ୍ରସଙ୍ଗ ଏଡ଼ାଇ ଦିଆଯାଇ ନପାରେ। ଚତୁର୍ଥତଃ ପଣ୍ଡିତମାନେ ନିର୍ଦ୍ଧାରଣ କରିଛନ୍ତି ଯେ ଦ୍ରାବିଡ଼ ଭାଷାର ମୂର୍ଦ୍ଧନ୍ୟ ଧ୍ୱନି ଗୁଡ଼ିକ ଅର୍ଥାତ୍ ଟ, ଠ, ଡ, ଢ, ଣ ଆର୍ଯ୍ୟ ଭାଷାକୁ ଆସିଛି। ଏହି ଧ୍ୱନିଗୁଡ଼ିକ ମଧ୍ୟ ଓଡ଼ିଆ ଭାଷାରେ ବ୍ୟବହୃତ। ପଞ୍ଚମତଃ ଦକ୍ଷିଣ ଓଡ଼ିଶାର ପଡ଼ୋଶୀ ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ। ସୁତରାଂ ତେଲୁଗୁ ଭାଷାର ପ୍ରଭାବ ଓଡ଼ିଆ ଭାଷାରେ ପଡ଼ିବା ସ୍ୱାଭାବିକ। ଏହା ବ୍ୟତୀତ ବହୁ ତେଲୁଗୁ ଭାଷାଭାଷୀ ପରିବାରର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାମାନଙ୍କରେ ବସବାସ କରୁଛନ୍ତି। ଫଳରେ ଓଡ଼ିଆ ଭାଷା ଉପରେ ତେଲୁଗୁ ଭାଷାର ସିଧାସଳଖ ଭାବରେ ପ୍ରଭାବ ପଡ଼ିଛି। ଷଷ୍ଠତଃ ପ୍ରଫେସର ବଂଶୀଧର ମହାନ୍ତି ଉଲ୍ଲେଖ କରିଛନ୍ତି, ଲିପିତତ୍ତ୍ୱବିଦମାନଙ୍କର ମତ ଯେ ଓଡ଼ିଆ ଲିପି ଗୋଳାକୃତି ହେବାର କାରଣ ପଛରେ ଦ୍ରାବିଡ଼ ଭାଷାର ଲିପିମାଳାର ପ୍ରଭାବ ପଡ଼ିଛି। ସପ୍ତମତଃ କେତେକ ଭାଷାବିତ୍ ମାନଙ୍କ ମତ ଏହି ଯେ ଭାରତୀୟ ଆର୍ଯ୍ୟ ଭାଷାମାନଙ୍କରେ ପ୍ରଚଳିତ ତିନିଲିଙ୍ଗ ହେଉଛି ଦ୍ରାବିଡ଼ ପ୍ରଭାବର ଫଳ। ଓଡ଼ିଆ ଶବ୍ଦ ଭଣ୍ଡାରକୁ ବହୁ ଦ୍ରାବିଡ଼ ଶବ୍ଦ ଅନୁପ୍ରବେଶ କରିଛି। ବିଭିନ୍ନ ଭାଷାତତ୍ତ୍ୱବିଦମାନଙ୍କ ଦ୍ୱାରା ନିର୍ଣ୍ଣିତ ଏହି ଶବ୍ଦଗୁଡ଼ିକୁ ଏଠାରେ ଉଲ୍ଲେଖ କରାଯାଇଛି, ଯଥା ମୂଳ ଦ୍ରାବିଡ଼ ଶବ୍ଦ, ଓଡ଼ିଆ ଶବ୍ଦ ଓ ଅର୍ଥ। ଅକଇ ଅକଷ, ଅସୂୟା ବା ଅସୁବିଧା, ଅଡ୍ଡା ଅଡ଼ା, ଅଡ୍ୱା ଅଡ଼ୁଆ ବା ଅସୁବିଧା, ଅଣମ ଅଣ, ଝୋଲା ଅଣପାଣି, ଆପା ଅପା, ଆଙ୍କିଲି ଅନିକିଲି, ଆଣି ଅଣି, ଅଗାଡ଼ି ଆଗାଡ଼ି ଅଗାଡ଼ି, ଅରି ବା ଅରା ଅରୁଆ, ଅର୍ଧୁନି ଅର୍ଦ୍ଧଲି, ଆକ୍ଟନ ଆକଟ, ଆଟିକ ଆଟିକା, ଆଡ଼ି ଆଡ଼ି, ଆଟକ ଆଟୁ, ଆଡ଼ି ଆଡ଼ି, ଅରିଷା ବା ଅରିଷୁ ଆରିସା।
ओक्कलम उत्कल कृषि प्रधान देश। ओटु ओट्टा अंटा। ओर ओड बा थर। उड़ाऊ ओलिया। उल्ला ओल्ला बा बोका। उल्ली उली बा पियाज। करायाम करिया। इडली एंडुरी। कयल कौ माछ। कौड़ी कौटी कौड़ी। कच्छे कच्छ कच्छा। कड़ी करी कड़ी छातरे व्यवहृत काठ। कलाई कलेई धान बिडा। कण कणु बा कणे कणी। कड़ू कड़ा कठोर। कड़ बा कड़ा कड़ा अलंकार विशेष। कली खली। कल खाल। कली कली बा कढ़ी बा कोरक। कलुआ कालुआ बा थंडा। काणी कणी। काकी काक काऊ। काटू काटू जंगल। कातम कातम कांथ। कात कात। काती काती। कुडू कोडा कुडुआ कुडुआ माटीपत्र विशेष। कुडेम कुटम कुंड पानी रखिबा पात्र। कुकु कका। कुन्नी कुन्नू बा कुन्नी छोट पिला। कुमुटी कुमुटे एक जाति विशेष। कोटारी कटुरी। कोता होई कता। कोट्टा कोटु बा कोट दुर्ग। कुडई कुडिया। कुटिल कुटिल कटाळ। कुरुडी खुरुडी बा खुरुडु सुखिला नड़िया। कुर्रिया कुढ़िया बा कोढ़िया अलसुआ। कुडेम कुटम कुंड। कुड कुद स्तूप। कुटु खटी। केल काल बधिर। केटुबेली कुरुबेली। कोली कोइली। कोयल कोइल कोइली मंदिर जथा कोइली वैकुंठ। कोंड कोंडा पहाड़ बा रसुल कोंडा। कोटु कोट शिखर को दुर्ग बा धराकोट। गड़ा गिड्डा गेडा बांगरा। गाडू गांडू गोलाकार मांसाला नाभि। गिने गिना। गिरु गिर्रा गिरा गार। गुड्डा गुड्दा गदा। गुड़ा गुड़ा बहुत। गुड़ी गुड़ी मंदिर। गुज्जा गुगुजा गुगुचिया घास विशेष। गुड़ा गुड़ा गुड़ाए। गुंडा गुंड गुंडिचा गुंडीचा। गुज्जु गोजा। गोब गोब बा गोबा। चट्टू चटू। चाचा चांचई चांच। चार चाल। चारू चारू। चाइला चल्हा। चट्टी छाट। सिगुड़ी चिंगुड़ी। चीना चिन्नम चीना बा चिनाए चनाए। चिकट्टी चिकिटी। चित चितई चितऊ चितऊ पिठा। चुआ चुआ। चुट्टा छोटा। छोट छोट। जली ज्वाली। जिंजा झांझी बा पवन। जिलेबी जिलापी। जेजेमा जेजेमा। टई टई टाही। टेरू टेर टेरा। डिबी डिबी। तोंट तोंटाई तंटी। तट्टी तट्टी क ताटी। तोटेम तोटा। तरवाणी तोराणी। तट्टाम ताटिया। दोसा दोसे दोसा। धंडा धंडा। नेकिरी नुखुरा। नेत्रमो नेत। पौटी पौटी। पट्ट बा पट्टे पट। पड़ी 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 देवा। पणेम पण। पले पल्ले बा पल। पल पल। पगु पग। पल्लेमु पल्लमु बा पलम। पिनाई पानिया। पाइटु पाइटी। पाट्टा पाट्टाई पट बा पटुका। कदली पटुका। पांच पांची विवाह व्रतादि व्यवहृत लुगा। पंडाल पिंडाल पिंडा। पिलाई पिले पिला। पेंठ पेंठ। पुची पुसी। पुया पुआ। पुसेई पुसी बा बिराड़ी। पोट्ट पेट बा पेट। पोली पोइली। पोड पोर पोड। पोटू फोटका। बरु बरा। बट्ट बट्टल बट्टिल बटुआ। बाकु बाग। बयल बल्लू बिल। बिसा बिसा। बाटी बाड़ी। बाटी बाटी बा जमी परिमाण। बारु बाड़। बेंटी बेंट। भारतन भारदा। भेंट भेंडे भेंडी। बाबुगा भुआ। मल्ले मल्ल मल्ली
मेट मेटे माठ मोल्ल मोलांग मोनाई मणोही माढ़ माढ़ माण माण मांदिरी मुंदुरा मोन्ना मोना मलेई बा मालेई माଳ मीन मिन मीन बा माछ मिचाई मुछ मुचुनी मुचुड़ा मुडुली मुडुली बा मुंड मूला मुड़ा मुनग मुनिगा मेट मेढ़ी मेढ़ मेढ़ी मेली मेढ़ी राण राण लोटरी लोटा सिराई सढ़ेई सिन्न सान सिरु सिरुकाई सालिया हालिया चिप्पी सीप सुरम सरू हड्डा हुଡ଼ା हज हजिबा हांडा हंडा ଓଡ଼ିଶାର ଗଙ୍ଗବଂଶୀ ରାଜାମାନଙ୍କର ଦୀର୍ଘ ଦିନର ରାଜତ୍ୱ ଫଳରେ ଉଭୟ ଦ୍ରାବିଡ଼ ଓ ଓଡ଼ିଆ ଭାଷାଭାଷୀମାନଙ୍କ ମଧ୍ୟରେ ବହୁଦିନ ଧରି ପାରସ୍ପରିକ ସମ୍ପର୍କ ସ୍ଥାପିତ ହୋଇଥିଲା। ଗଙ୍ଗବଂଶୀ ରାଜାମାନଙ୍କର ପୃଷ୍ଠପୋଷକତାରେ ଓଡ଼ିଶାର ଜଗନ୍ନାଥ ଧର୍ମର ବ୍ୟାପକ ପ୍ରଚାର ଓ ପ୍ରସାର ଘଟିଥିଲା। ଦକ୍ଷିଣରୁ ବହୁ ସାଧୁସନ୍ଥ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ଦ୍ରାବିଡ଼ ଭାଷାଭାଷୀ ଏବଂ ସାଧୁସନ୍ଥମାନଙ୍କର ଓଡ଼ିଶାରେ ଅବସ୍ଥାନ ଯୋଗୁଁ ଦକ୍ଷିଣ ଭାରତର ଅର୍ଥାତ୍ ଦ୍ରାବିଡ଼ ଭାଷାର ବହୁ ଶବ୍ଦ ଓଡ଼ିଆ ଭାଷାରେ ଅନୁପ୍ରବେଶ କରିଛି। ସୁତରାଂ ଓଡ଼ିଆ ଭାଷା ଉପରେ ଦ୍ରାବିଡ଼ ଭାଷାର ଉଲ୍ଲେଖନୀୟ ପ୍ରଭାବ ପଡ଼ିଛି। ଓଡ଼ିଆ ଭାଷାରେ ଇଂରାଜୀ ଭାଷାର ପ୍ରଭାବ। ଭାରତକୁ ଆଗମନ କରି ବହୁ ବୈଦେଶିକ ଜାତି ମଧ୍ୟରେ ଇଂରେଜ ଜାତି ଅନ୍ୟତମ। ଇତିହାସରୁ ଜଣାପଡ଼େ ଯେ ଭାରତରେ ବାଣିଜ୍ୟ କରିବାର ନିମିତ୍ତ 1600 ସାଳରେ ଇଂରେଜମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ। ସେମାନେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଠାରୁ ଅନୁମତି ପାଇ 1613 ସାଲରେ ସୁରାଟଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ। ଇତିହାସରୁ ପ୍ରମାଣ ମିଳେ ଯେ 1633 ସାଲରେ ଇଂରେଜ ବଣିକମାନେ ଓଡ଼ିଶାକୁ ଆଗମନ କରି ମୁସଲମାନ ଶାସକ ଆଗା ଅହମ୍ମଦ ଜମାନଙ୍କ ଠାରୁ ସନନ୍ଦ ଲାଭ କରିଥିଲେ। ପ୍ରଥମେ ସେମାନେ କଟକ ଜିଲ୍ଲାର ହରିହରପୁରଠାରେ ବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହାପରେ ସେମାନେ ବାଳେଶ୍ୱରଠାରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ। ଅବଶ୍ୟ ଏହାପରେ ସେମାନେ ବଙ୍ଗଦେଶକୁ ଚାଲି ଯାଇଥିଲେ। 1803 ସାଲରେ ଇଂରେଜମାନେ ଓଡ଼ିଶାକୁ ଅଧିକାର କଲେ। 1803 ମସିହା ଡିସେମ୍ବର ମାସ 17 ତାରିଖ ଦିନ ଦେଓଗାଁ ସନ୍ଧି ଅନୁସାରେ ଇଂରେଜମାନେ ନାଗପୁରର ମରହଟ୍ଟା ଶାସକ ଭୋଁସଲାଠାରୁ ଓଡ଼ିଶାକୁ ନିଜ ଅଧୀନକୁ ଆଣିଥିଲେ। ଏହାପରେ 1822 ମସିହାରେ ମିଶନାରୀମାନେ ଓଡ଼ିଶାରେ ଖ୍ରୀଷ୍ଟ ଧର୍ମ ପ୍ରଚାର ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ମିଶନାରୀମାନେ ସେହି ବର୍ଷ କଟକଠାରେ ଏକ ଆଧୁନିକ ସ୍କୁଲ ପ୍ରତିଷ୍ଠା କରିଥିଲେ। 1843 ଓଡ଼ିଶାର କୋର୍ଟ କଚେରୀରେ ଇଂରାଜୀ ଭାଷାକୁ ସରକାରୀ ଭାଷା ରୂପରେ ପ୍ରଚଳନ କରାଗଲା। ଫଳରେ ପ୍ରଶାସନ କ୍ଷେତ୍ରରେ ଇଂରାଜୀ ଭାଷାର ଗୁରୁତ୍ୱକୁ ଉପଲବ୍ଧି କରାଗଲା। 1868 ମସିହାରେ ଓଡ଼ିଶାର ପ୍ରାଣକେନ୍ଦ୍ର କଟକ ଠାରେ ବିଶ୍ୱ ପ୍ରସିଦ୍ଧ ରେଭେନ୍ସା କଲେଜର ପ୍ରତିଷ୍ଠା ହୁଏ। ଓଡ଼ିଶାର ତତ୍କାଳୀନ ବ୍ରିଟିଶ ସିଭିଲ ସର୍ଭାଣ୍ଟ ଟି.ଇ. ରେଭେନ୍ସା ସାହେବଙ୍କର ନାମାନୁସାରେ ଏକ ଶିକ୍ଷାୟତନର ନାମକରଣ କରାଯାଇଥିଲା ରେଭେନ୍ସା କଲେଜ। ରେଭେନ୍ସା କଲେଜ ପ୍ରତିଷ୍ଠା ହେବା ଫଳରେ ଓଡ଼ିଶାର ଉଚ୍ଚଶିକ୍ଷା ବିକାଶ ପାଇଁ ପଥ ଉନ୍ମୁକ୍ତ ହେଲା। ସେହି ସମୟରେ ଉଚ୍ଚଶିକ୍ଷାର ମାଧ୍ୟମ ଥିଲା ଇଂରାଜୀ। ଇଂରେଜମାନେ ଓଡ଼ିଶାର ପ୍ରଶାସନ, ସାଂସ୍କୃତିକ, ଭାଷାଗତ ଏବଂ ଶିକ୍ଷାଗତ ପ୍ରଭାବ ପକାଇଥିଲେ। ଫଳତଃ ଓଡ଼ିଆମାନଙ୍କର ଦୈନନ୍ଦିନ ଚଳଣି ପାଇଁ ବହୁ ଇଂରାଜୀ ଶବ୍ଦ ଓଡ଼ିଆ ଭାଷାର ଅନୁପ୍ରବେଶ କରିଥିଲା। ଯେକୌଣସି ଭାଷାକୁ ବୈଦେଶିକ ଭାଷାର ଆଗମନ ସ୍ୱାଗତଯୋଗ୍ୟ, କାରଣ ଆହରଣ ପ୍ରକ୍ରିୟାରେ ଗୋଟିଏ ଆଞ୍ଚଳିକ ଭାଷା ବେଶ୍ ସମୃଦ୍ଧ ଓ ପରିପୁଷ୍ଟ ହୋଇଥାଏ। ଏହି ସୂତ୍ରରେ ବହୁ ପରିମାଣରେ ଇଂରାଜୀ ଶବ୍ଦ ଓଡ଼ିଆ ଭାଷାର ଅନୁପ୍ରବେଶ କରିଥିବାରୁ ଓଡ଼ିଆ ଭାଷା ଅଧିକ ସବଳିତ ଓ ସମୃଦ୍ଧ ହୋଇପାରିଛି। ଇଂରାଜୀ ଶବ୍ଦଗୁଡ଼ିକୁ ବିଭିନ୍ନ ଆଧାରରେ ବିଭକ୍ତ କରାଯାଇଛି, ଯେପରି ବିଚାର ବିଭାଗ, ପ୍ରଶାସନ, ଅର୍ଥ ବିଭାଗ, ରାଜସ୍ୱ ବିଭାଗ, ଶିକ୍ଷା ବିଭାଗ, ପୋଲିସ ବିଭାଗ, ସେନା ବିଭାଗ, ଖାଦ୍ୟ ସମ୍ପର୍କୀୟ, ସ୍ୱାସ୍ଥ୍ୟ ସମ୍ପର୍କୀୟ, ପରିବହନ ସମ୍ପର୍କୀୟ, ଡାକ ବିଭାଗୀୟ ସମ୍ପର୍କୀୟ, ସାଂସ୍କୃତିକ ସମ୍ପର୍କୀୟ ଇତ୍ୟାଦି ଇତ୍ୟାଦି। ଇଂରାଜୀ ଭାଷାର ଯେଉଁ ଯେଉଁ ବିଭାଗର ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅନୁପ୍ରବେଶ କରିଛି ତାହା ନିମ୍ନରେ ଯଥାସମ୍ଭବ ଭାବରେ ଉଲ୍ଲେଖ କରାଗଲା। ଖାଦ୍ୟପେୟ ସମ୍ପର୍କୀୟ: ଆଇସ୍କ୍ରିମ୍, ଅମଲେଟ୍, ଆପଲ୍, ବିସ୍କୁଟ୍, ବାନାନା, ବଟର, ବ୍ରୋକଲି, ବିନ୍ସ, ବାର୍ଲି, ବ୍ରେଡ୍, ଚକୋଲେଟ୍, କେକ୍, କଟଲେଟ୍, କଫି, ଚଟନି, କୋକୋଆ, ସିଗାରେଟ୍, କୋଲ୍ଡ ଡ୍ରିଙ୍କସ୍, ଜୁସ୍। ପୋଷାକ ପରିଧେୟ ସମ୍ବନ୍ଧୀୟ: କ୍ୟାପ୍, କୋଟ୍, ଜ୍ୟାକେଟ୍, ଟାୱେଲ୍, ପ୍ୟାଣ୍ଟ, ସାର୍ଟ, ବ୍ଲାଉଜ୍, ସକ୍ସ, ବୁଟ୍, ସୁଟ୍, ଟ୍ରାଉଜର୍ସ, ଗ୍ଲୋଭ୍ସ, ରିବନ୍, ଶାଲ୍, ସ୍ୱେଟର, ଅଣ୍ଡରୱେର୍, ଟାଇ,
dress, scarf, belt, slipper, gauze, shoelace, muffler, velvet, chemise, जर्जेट, ओवरकोट, गाउन। विविध रोग संबंधी शब्द कलेरा, डायरिया, डिजीज, fever, plague, epidemic, cat ball fever, typhoid, dengue, yellow fever, measles, smallpox, chickenpox, diphtheria, influenza, diabetes, headache, tetanus, very, bronchitis, indigestion, acidity, vomiting, colic, piles, dysentery, and hardia, hepatitis, jaundice, ulcer, cancer, eczema, leprosy, blood pressure, scabies, dropsy, asthma, psychosis, ricket, tumor, cataract। परिवहन संपर्कीय एक्सप्रेस, एरोप्लेन, एरोड्रम, एयरवे, एयरपोर्ट, बस, बस स्टैंड, बस फेयर, बाईसाइकिल, कार, कंस्ट्रक्टर, क्लीनर, ड्राइवर, इंजन, जीप, जेट, गियर, गैरेज, लॉरी, लोड, लगेज, मोटर, मोटरसाइकिल, मोबाइल कोच, प्लेटफॉर्म, पायलट, पैसेंजर, पेडल, रोड, रेलवे, रिक्शा, रॉकेट, स्टेशन, स्कूटर, स्टीमर, स्टॉल, ट्रक, टैक्सी, ट्रेन, ट्राम, ट्रैफिक, ट्रांसपोर्ट, ट्रिप। लाइब्रेरी, लाइब्रेरियन, matriculation, monitor, ME, MPhil, master, rank, mesh, pen, principal, protectorial, primary, professor, PhD, reader, rubber, roll number, syllabus, student, scholar, scholarship, school, slate, clause, supplementary, syndicate। यूनिवर्सिटी, भाइस चांसलर, वाणिज्य क्षेत्र में ऑक्शन, बिजनेस, कंपनी, कंज्यूमर, कस्टमर, कस्टम हाउस, कार्ड, डिपॉजिट, डिस्काउंट, फाइन, लॉस, लगेज, मार्केट, प्रॉफिट, पार्सल, रिटेल, रिसिप्ट, रेशन, स्टोर, स्टोरेज, शॉप, शॉपकीपर, सप्लाई, सेल्समैन, टैक्स, ट्रेड, ट्रेडिंग को। शिल्प और उद्योग संपर्कीय इंजीनियर, टेक्निकल, ट्रेडमार्क, इंजिन, टेक्नीशियन, मशीन, इलेक्ट्रिशियन, कूलांट, ब्रॉयलर, ऑपरेटर, मशीनमैन, फिटर, प्रोडक्शन, डिस्ट्रीब्यूशन, लेबर, वेज, लेद मशीन, ड्रिल मशीन, ग्राइंडर मशीन, कंप्रेसर मशीन, मैग्नेटिक फ्लो मीटर, बैलेंसिंग मशीन, स्लॉटिंग मशीन, हाइट गज, एम्पायर कंप्रेसर, मल्टी फर्नेस, माइक्रोस्कोप, वेल्डिंग मशीन, सेक्टोमीटर, माइक्रोमीटर स्क्रू गज, टेलीप्रिंटर, फैक्ट्री, मेल, डायनोमो, भोल्टेज, पावर, करेंट। राजनैतिक क्षेत्र में असेंबली, एक्ट, बैलेट पेपर, कांग्रेस, कम्युनिस्ट, कमरेड, डेलीगेट, फेडरेशन, पार्लियामेंट, MLA, MP, मिनिस्टर, पोलिंग बूथ, पोलिंग ऑफिसर, पॉलिटिकल, सोशलिस्ट, स्ट्राइक। विलास व्यसन क्षेत्र में कार्पेट, क्रीम, सिनेमा, डिलक्स, फिल्म, फैन, ग्रीन रूम, ग्लिसरीन, लक्स, लिपस्टिक, पाउडर, सोफा, स्नो, शैम्पू, सेंट, टॉयलेट, वैस्कुलिन, वैंटी बैग। सामाजिक क्षेत्र में ऑर्डिनरी, करेक्ट, केयर,
जोकर, गैस, गेस्ट हाउस, लेट, लाइट, लाइन, लेक, लोकल, लोन, मैरिज। प्रैक्टिस, पिकनिक, प्योर, प्याच, साइज, सिस्टम, सेकेंड हैंड। डाक विभाग क्षेत्र में एड्रेस, बुक पोस्ट, डिस्पैच, डिलीवरी, इनलैंड लेटर, मनी ऑर्डर, पोस्ट बॉक्स, पार्सल, पोस्टमैन, पोस्ट बैग, पोस्टमास्टर, पोस्ट कार्ड, पोस्ट टिकट, पोस्ट ऑफिस, PMG, पासबुक, रजिस्ट्रेशन, रेवेन्यू स्टाम्प, सेविंग्स बैंक, सील, VPP। सांस्कृतिक क्षेत्र में ऑडिटोरियम, एक्टर, एक्टिंग, बैंड पार्टी, वेज, क्लब, सर्कस, डांस, ग्रामफोन, हॉल, हारमोनियम, लाइब्रेरी, लेटरी, म्यूजिक, पार्क, पेंटिंग, पेंडाल। प्ले, रोल, रिहर्सल, स्टेज, स्टूडियो, थिएटर, टॉकीज, ट्रेजेडी, वायलिन, वैरायटी शो। क्रीड़ा संबंधी क्रिकेट, बेसबॉल, बैडमिंटन, फुटबॉल, प्लेग्राउंड, गोलकीपर, कैरम, टेनिस, विकेट, बॉल, रेफरी, प्लेयर, चेस, चेसबोर्ड, बैट्समैन, बैच, अंपायर, वॉलीबॉल, बॉक्सिंग, गेम, प्ले, डिस्कस थ्रो, जैवलिन थ्रो, सैक्रस, हाई जंप, लॉन्ग जंप, स्पोर्ट्स, बोट रेस, हॉर्स रेस। ऑफिस और चाकरी संबंधी सर्विस बुक, हेड ऑफिस, डिस्ट्रिक्ट ऑफिस, डिपार्टमेंट, टाइपिस्ट, CCR, लीव, ऑप्शनल लीव, सेक्रेटरी, रिटायरमेंट। एस्टेब्लिशमेंट सेक्शन, कॉन्फिडेंशियल सेक्शन, कॉरेस्पॉन्डेंस सेक्शन, CL, एक्स्ट्राऑर्डिनरी लीव, सैलरी, डायरी, अपॉइंटमेंट, टेम्पोररी अपॉइंटमेंट, परमानेंट अपॉइंटमेंट, प्रोबेशनरी पीरियड, रिफंड, प्रोविडेंट फंड, DA, TA, CA, इंक्रीमेंट, ट्रांसफर, रेमोनेरेशन, फाइल, विविध, मेटाफिजिक्स, डिक्शनरी, ऑटोबायोग्राफी, बायोग्राफी, बॉडी बिल्डर, बायोडाटा, बिल्डिंग, एम्ब्लेम, थ्योरी, फिलोसफी, फोनेटिक्स, ईमेल, फोनोलॉजी, फिलोलॉजी, एथिक्स, इमोशन, फेसबुक, मैथमेटिक्स, arithmetics, algebra, proverb, geology, home guard, iceberg, incident, explanation, biology, eraser, guidebook, precedent, X-marks, revert, reasoning, remark, relief, recall, library, prompt, joke, word, placement, pilot, diverse, first class, second class, weekly, minority, सक्सेसफुल, पब्लिक, पॉजिबल, स्टूपिड, इडियट, ओबीडियंट, मोबाइल, कॉम्पिटेंट, फोटोग्राफ, पैराग्राफ, मेरालिट, पुलिस ऑफिसर, पोस्टाल ऑर्डर। ओडिया भाषार आदिवासी भाषार प्रभाव। ओडिशार बन पहाड़ और अरण्य बेष्टित अंचल बसवास करुथिबा कंध, कोल्ह, सांताल, शबर, मुंडा, गंड, हो प्रभृति आदिवासी माने हेउछन्ति ए माटीर आदिम अधिवासी। भाषातत्वविद माने ए आदिम अधिवासी मानक ऑस्ट्रिक मुंडारी कोलारियन गोष्ठी नाम अभिहित करिसन्ति। बहु शतवर्ष पूर्वे मुंडा श्रेणीर लोकमानक द्वारा ओडिशा, ब्रह्मदेश और मालयर उपकूल अंचल अधिकृत थिला। मुंडा गोष्ठीर दलगुड़िक हेउछन्ति जुआंग, शबर, गदवा, फर्जा, भूया, सांताल, कोडा, हो, कुरुख, खेरिया इत्यादि। ओडिशार जनजातिंकर संख्या 62। ओडिशार संस्कृति उणा अधिके आदिवासी संस्कृति सहित संश्लिष्ट। ओडिया भाषा को समृद्ध करिबारे आदिवासी भाषार प्रभाव अस्वीकार करि हेबो नाही। ओडिया भाषा को आदिवासी भाषार प्रभाव बहु दृष्टि गुरुत्वपूर्ण। ओडिशार आदिवासी अध्युषित जिल्लागुड़िक हेउछि कोरापुट, मालकानगिरी, रायगड़ा, नवरंगपुर, कलाहांडी, कंधमाल, केन्दुझर, सुंदरगढ़, मयूरभंज, गजपति, बौद्ध इत्यादि। आदिवासी मानकर चालीचलणी, भाषा, संस्कृति इत्यादि ओडिया भाषा, साहित्य, संस्कृति को बहु परिमाण प्रभावित करिछि। ओडिशार जातीय देवता श्री जगन्नाथ मूलतः शबर देवता।
সুতরাং আদিবাসী বা শবর সংস্কৃতি ଓଡ଼ିଶୀ ସଂସ୍କୃତିକୁ ବହୁ ଦିଗରୁ ରୁଦ୍ଧିମନ୍ତ କରିଛି। ତେବେ ଓଡ଼ିଆ ଭାଷା ଉପରେ ଆଦିବାସୀର ପ୍ରଭାବକୁ ନିମ୍ନ ଭାବରେ ଉପସ୍ଥାପିତ କରାଯାଇଛି। ମୁଖ୍ୟତଃ କେଉଁ କେଉଁ ଆଦିବାସୀ ଶବ୍ଦ ଓଡ଼ିଆ ଭାଷାରେ ଅନୁପ୍ରବେଶ କରିଛି ତାହା ନିମ୍ନରେ ଦର୍ଶାଯାଇଛି। ଜୁଇ ଓଡ଼ିଆ, ଅବା ଆବା ବା ବା, ଉଅ ଆଇ, କୋଡ଼ି କୋଡ଼ିଏ ସଂଖ୍ୟା ବା କୋଡ଼ି, କୋଡ଼ିଙ୍ଗ କଳିଙ୍ଗ ବଳଦ, ନଙ୍ଗେଳି ନଙ୍ଗଳ, ପଡ଼ି ପଡ଼ା, ପଣ୍ଡି ପଣ୍ଡା, ପଗ ପଗ, ଢୋ ଢୋଳ, ଓରା ଓରା ଛାତର କାଠ ବିଶେଷ, ଶବର, ଆଗାଡ୍ଡା ବା ଅଗାଡ଼ି ଓ ଅଗାଡ଼ି, ଉଗା ଗାଳି ଉଘା, ଏଡ଼ିନ୍ ଏଣ୍ଡି ପୋକ ଏଣ୍ଡି, ଓମଡା ଓମଡା ବାଟ ଅମଡା, ଓର ଚାଷ ଅର୍ଥରେ ଓଡ, କକୁନ୍ କକା କକା, କଡୁନ୍ ହାତର ବଳା କଡ଼ା ବା ଖଡୁ, କଳାନ୍ କାଲା, କିଣ୍ଟେ ଜଡ଼ା ତେଲ କାଣ୍ଟି ତେଲର ମଇଳା ଅଠା ଅଂଶ, କୁଣ୍ଟେଇ ଖେଳନା ମୂର୍ତ୍ତି କଣ୍ଢେଇ, କୁମ୍ପିନ୍ ଛୋଟ ପାତ୍ର କୁମ୍ପି ବା କୁମ୍ଫା, କୋଡ଼ି କୋଡ଼ିଏ ବା କୋଡ଼ି, ଗଡ଼ କାଠଗଡ଼ ଗଡ଼ କାଠଗଡ଼, ଗଡନ୍ ବା ଗୋଡେନ୍ ଗଡ଼, ଯୋଡ଼ ଯୋଡ଼, ଡାଙ୍ଗନ୍ ଡାଙ୍ଗ, ତାଟିଆ ତାଟିଆ, ଧାଙ୍ଗଡ଼ା ଆଦିବାସୀ ଯୁବକ ଧାଙ୍ଗଡ଼ା, ପଟିଆ ପଡ଼ିଆ, ପଲ୍ଲେନ୍ ପଲ୍ଲୀ, ପିପାନ୍ ପିମ୍ପା, ବୁଡ଼ବୁଡ଼େନ୍ ବୁଢ଼ୀ ବୁଢ଼ିଆଣୀ ପୋକ ବୁଢ଼ୀ ବୁଢ଼ିଆଣୀ, ସରୁ ପତଳା ସରୁ ପତଳା, ସିଣ୍ଡି ମଦ ବିକାଲି ଶୁଣ୍ଠି ମଦ ବିକାଲି, ସିଣ୍ଡିରୁ ଶୁଣ୍ଠି ଆସିଛି, ମୁଣ୍ଡାରୀ ମୁଣ୍ଡାରୀ ଆଦିବାସୀ ଶବ୍ଦରୁ ଓଡ଼ିଆ ଶବ୍ଦ, ଆଙ୍ଗ ଆଁ କରିବା ବା ଆଁ, ଓରା ଘର ଓରା ଛାତରେ ବ୍ୟବହୃତ କାଠ, କଜି କଳିଆ କଳହ କଜିଆ, କୁଡ଼ି କୋଡ଼ି ବା କୋଡ଼ି ଟଙ୍କା, କୁଡ଼ି କକାଙ୍କ ସ୍ତ୍ରୀ ଖୁଡ଼ି, କୁଲିଆ କୋକିଶିଆଳି କୁଲିଆ ବିଲୁଆ, କେରା ବେଙ୍କାଏ ଗୋଛା, ଚାଉଳ ଚାଉଳି ଚାଉଳ, ଚୁରିନ୍ ଚିରଗୁଣି, ଚେମ୍ରେ ପକ୍ଷୀ ବିଶେଷ ଚେମ୍ରି ଉଭୟ ପକ୍ଷୀ ଓ ଇତ୍ତା ବିଶେଷ, ଟୁକିଓ ଡାଲା ଟୋକେଇ, ଡେବ୍ରି ବାମ ଡେବ୍ରି, ଧାଙ୍ଗଡ଼ା ଆଦିବାସୀ ଯୁବ ଧାଙ୍ଗଡ଼ା, ଫାଇଟି ପାଇଟି, ମାହାଲିଆ ମାଗଣା ମାହାଲିଆ, ମୋଟା ମୋଟା ମୋଟା, ସେଟା କୁକୁର, ହେଟା ହେଟା ବାଘ, ଗଣ୍ଡ ଏବଂ ସାନ୍ତାଳୀ ଆଦିବାସୀ ଭାଷାରୁ ବହୁ ସଂଖ୍ୟାରେ ଶବ୍ଦ ଓଡ଼ିଆ ଶବ୍ଦ ଭଣ୍ଡାରୀକୁ ପରିପୁଷ୍ଟ କରିଛି। ନିମ୍ନରେ କେତେଗୋଟି ଉଦାହରଣ ପ୍ରଦର୍ଶନ କରାଗଲା। ଗଣ୍ଡ କଇଁଆ ତେନ୍ତୁଳିକୁ କଇଁଆ, ଖୁରୁସ୍ ବନ୍ୟଯନ୍ତ୍ର ଖୁରଙ୍ଗ, ଗୁଧି ଭାଲୁକୁ ଗୋଧି ସର୍ପ ବିଶେଷ, ଘୁଷୁରା ଘୁଷୁରୀ, ଚାଲ ଚାଉଳ, ଲାଖ ଦୂରବାଟ ବା ଲଙ୍କା ଦୂରବାଟ ଅର୍ଥରେ ଶ୍ରୀଲଙ୍କା ବ୍ୟବହୃତ, ସାନ୍ତାଳୀ ଅର୍ଥରେ ଓଡ଼ିଆରେ ବ୍ୟବହୃତ ଶବ୍ଦ, ଅଢ଼ା ଅଡ଼ା ବା ଘେରା, ଅଗରା ଶସ୍ୟ ବିଶେଷ ବା ଅଗରା, ଅଟ ଘେରା ଅଟେଇ ବାଉଁଶ ପାତିରେ ନିର୍ମିତ ଘେରା, ଅଟୁକୁରା ସନ୍ତାନହୀନ ଆଣ୍ଠୁକୁଡ଼ା, ଅଣ୍ଡିରା ଅଣ୍ଡିରା ପୁରୁଷ, ଅରୁମା ଝାମ୍ପୁଳା ଗଛ, ଅରମା ଜଙ୍ଗଳିଆ ସ୍ଥାନ, ଅଳନ୍ଦା ଅଳନ୍ଦୁ ଅଳନ୍ଧୁ, ଅସନା ମଇଲା ଅସନା, ଓରା ଓରା, ଖୁଣ୍ଟି ଖୁଣ୍ଟି, ଗଗ୍ରା ଗରା ଗରା, ଚକମକି ପଥର ବିଶେଷ ଚକମକି, ଚାଉଳ ଚାଉଳ, ଚାଉଳି ପିଜୁଳି ଚାଉଲି, ଚାଳ ଚାଳ, ଚିତି ସାପ ବିଶେଷ ଚିତି, ଚିତୋଲ ମାଛ ବିଶେଷ ଚିତଲ, ଚୁୟା ଝରଣା ଚୁଆ, ଚୁଟିଆ ମଶା ଚୁଟିଆ, ଚୁରୁନି ଚିରୁଗୁଣି ଚିରୁଗୁଣି, ଚୁଲ୍ହା ଚୁଲ୍ହି ଚୁଲି, ଛପର ଛପର, ଡେଙ୍ଗା ଡେଙ୍ଗା ଡେଙ୍ଗ ଡେଙ୍ଗା, ଡହଳ କୁକୁର ବିଶେଷ ଡାହାଳ, ଡାର ଶାଖା ତାଳ, ଡିହୁ ଡିହ, ତୁଳି ଡୋଳି, ଡୁଲି ଡୋଲି, ଢେଙ୍କି ଢେଙ୍କି ବା ଢିଙ୍କି, ଦାରେ ଦାରୁ, ଧଣ୍ଡ ଧଣ୍ଡ, ପୋଟ ପେଟ, ବଟୁ ବଟୁଆ, ବତା ବତା, ବାଉରା ବାଉରି ବାଉରି, ବିଣ୍ଡ ବିଣ୍ଡା, ବୁଧ ବୁଦା, ବୋଡ଼ ବୋଡ଼ା, ବୋଦେ ବୋଦା, ଭିଟା
ଭିଟ ଭିଟା, ଭୋସ୍ ଭୁଷିବା, ସେଟା ହେଟା। ଜୁଆଙ୍ଗ ଭାଷାର ବହୁ ଶବ୍ଦ ସହିତ ଓଡ଼ିଆ ଶବ୍ଦର ସାମ୍ୟ ରହିଛି, ଯଥା କା କକା, ବା ବାପା ବା ବା, ମେରମ ମେଣ୍ଢା, ବୁଆ ବୁଆ ଛୋଟ ଧାନ, ସେଟରା ହେଟା, ଲଙ୍କା ଲଙ୍କା। କୁରୁଖ ସହିତ ଓଡ଼ିଆ ଭାଷାର ସାମ୍ୟତା, ଅଡ୍ଡା ହଡ଼ା, ଅରଖା ଅରଖ, ଆରି ଆଡ଼ିବନ୍ଧ, ଆଖନାରା ଆଖରାନା ଆଖଡ଼ା, ଓର ଓର, କାବୁ ପୋଷା ବା କାବୁ ବଶ କରିବା, କଚରାନା କଚାଡ଼ିବା, କକା କକା, କାକି କାକି, କରିଖା ଖଡ଼ିକା, କୁକୁଡ଼ା କୁକୁଡ଼ା, କୋଷା ଖୋସା, କୁଣ୍ଡୋ କୁଣ୍ଡା, କୁରିଆ କୁଡ଼ିଆ, କେନ୍ଦ୍ରା କେନ୍ଦ୍ରା, କୁଟା କୁଟା, ଖଲି ଖଲ, ଖସି ଖସି, ଖାର ଖାଳ, ଗଇଁଦା ଗଣ୍ଡା, ଗିଙ୍ଗଟି ଗେଙ୍ଗୁଟି, ଗୁଣ୍ଡା ଗୁଣ୍ଡା, ଚୁଟେ ଚୁଟି, ଚୋପା ଚୋପା, ଚାଲି ଚାଲି, ଚେରା ଛେରା, ଟୋପର ଛତା ଟୁଙ୍କି ଟୋକେଇ, ଟାଙ୍ଗରା ଟାଙ୍ଗରା, ଟାଟି ତାଟି, ଠେକା ଠେକି, ଡାହିଆ ଡାହି, ଡେବା ଡେବ୍ରି, ଡୋଙ୍ଗି ଡଙ୍ଗା, ଢପା ଢପା। ଗୀତ, ଢୋକ ଢୋକ, ଢେକା ଢେଙ୍କାଳ ବା ଟେକା, ଢିଙ୍କି ଢିଙ୍କି, ଢୋଲକି ଢୋଲକି, ତଡ଼ା ତଡ଼ା, ପୋଟା ପେଟ, ପୁଡ଼ା ପୁଡ଼ିଆ ବା ପୁଡ଼ା, ପୋକ ପୋକ, ମେଢ଼ ମେଣ୍ଢା ମେଢ଼, ମଟକି ମିଟକା, ମୋର୍ହି ମୋଢ଼ି, ମହି ମହି, ବିଣ୍ଡ ବିଣ୍ଡା, ବୁସୁ ବୁସୁ ଭୁସି, ପିଣ୍ଡା ପିଣ୍ଡା, ପିଟନା ପିଟିବା, କାଲା କାଲା। ହୋ ଶବ୍ଦ ସହିତ ଓଡ଼ିଆ ସାମଞ୍ଜସ୍ୟ, କାଲା କାଲା, କିଲା କିଲା, କୁନ୍ଦୁରି କୁନ୍ଦୁରି, କୁରେଞ୍ଜ କରଞ୍ଜ, ଗେଣ୍ଡା ଗେଣ୍ଡା, ଚାଉଳ ଚାଉଳ, ଚାଉଳି ଚାଉଳି ବା ଚାଉଳିଆ, ଟୁକି ଟୁକେଇ, ଡିବାରି ଡିବିରି, ଢୋଲ ଢୋଲ, ଢୋଲା ଢୋଲା, ନଈ ଲଇ ନଈ ଲଇ, ପାଇଟି ପାଇଟି, ବତା ବତା, ବାଦୁଡ଼ି ବାଦୁଡ଼ି, ବୋକା ବୋକା, ବୋଦା ବୋଦା, ସେଟା ହେଟା, ହଡ଼ା ହଡ଼ା। ଓଡ଼ିଆ ଶବ୍ଦ ସମ୍ଭାରକୁ ଆଦିବାସୀ ଭାଷାର ପ୍ରଭାବ ଅତୁଳନୀୟ। ଆଦିବାସୀମାନେ ଏ ଭୂମିର ପ୍ରାଚୀନ ଅଧିବାସୀ। ସୁତରାଂ ସମୟ ସ୍ରୋତରେ ବହୁ ଆଦିବାସୀ ଶବ୍ଦ ଓଡ଼ିଆ ଭାଷାରେ ଅନୁପ୍ରବେଶ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଫେସର ବାସୁଦେବ ସାହୁଙ୍କର ମନ୍ତବ୍ୟଟିଏ ଏକାନ୍ତ ପ୍ରଣିଧାନ ଯୋଗ୍ୟ। ତାଙ୍କ ଭାଷାରେ ଓଡ଼ିଆ ଭାଷାରେ ମୁଣ୍ଡାରୀ, କୁରୁଖ, ଓରାଓଁ, ସାନ୍ତାଳୀ, ଶବର, କୁଇ, ଗଣ୍ଡ, ଜୁଆଙ୍ଗ, ହୋ, କେରୱା, କୋଡ଼ା ପ୍ରଭୃତି ଆଦିବାସୀ ଭାଷାର ଶବ୍ଦ କ୍ଷୀର ନୀର ପରି ମିଶି ରହିଛି ଓ ଓଡ଼ିଆର ଦୈନନ୍ଦିନ ଜୀବନଯାପନ ସହିତ ଏଗୁଡ଼ିକ ଏପରି ଭାବରେ ଜଡ଼ିତ ଯେ ଏଗୁଡ଼ିକୁ ହିଁ ଓଡ଼ିଆ ଭାଷାର ମୌଳିକ ସର୍ବସ୍ୱ ଭଳି ବିବେଚିତ ହୁଏ। ବାସ୍ତବିକ ଏହା ଯଥାର୍ଥ ଅଟେ।